ନୂଆ ଜିଏସ୍ଟି ଲାଗିବା ପରେ କୃଷକ କିମ୍ବା ଚାଷୀ ଭାଇମାନଙ୍କୁ କେତେ ଲାଭ ମିଳିବ? ଅର୍ଥାତ୍ ଚାଷୀ ଭାଇମାନେ ସେମାନେ ଚାଷ କରିବାରେ ସେମାନଙ୍କ ଯୋଉ ଚାଷ ଉପକରଣ କିମ୍ବା ଚାଷ ଜିନିଷ ବ୍ୟବହାର କରୁଛନ୍ତି ସେଇ ଚାଷ ଜିନିଷ ଉପରେ ଜିଏସ୍ଟି ଲାଗିବା ପରେ ସେମାନଙ୍କୁ କେତେ କଣ ଫାଇଦା ମିଳିବ? ଦେଖନ୍ତୁ ଆପଣମାନେ ସମସ୍ତେ ଯେମିତିକି ଜାଣିଛନ୍ତି କି ସେପ୍ଟେମ୍ବର 22 ଠାରୁ ନୂଆ ଜିଏସ୍ଟି ଲାଗୁ ହେବାକୁ ଯାଉଛି, ଯାହାକି କିଛି ଦିନ ତଳେ 56ତମ ଜିଏସ୍ଟି ବୈଠକରେ ନିଶ୍ଚିତ କରାଯାଇଛି। ସେଇ 56ତମ ଜିଏସ୍ଟି ବୈଠକରେ ଆଗରୁ ଯୋଉ 4 ଟିକିଆ ଜିଏସ୍ଟି ସ୍ଲାବ ଥିଲା ତାକୁ 2 ଟିକିଆ ଜିଏସ୍ଟି ସ୍ଲାବ କରାଯାଇଛି, ଯାହା ଫଳରେ ବହୁତ ଜିନିଷ ଉପରେ ଜିଏସ୍ଟି ହାର କମିବାକୁ ଯାଉଛି ଆଉ କିଛି ଜିନିଷ ଉପରେ ଜିଏସ୍ଟି ହାର ବଢିବା ପାଇଁ ଯାଉଛି। ତେବେ ଆସନ୍ତୁ এই ଭିଡିଓରେ ଜାଣିବା କି ଯୋଉ এই 2 ଟିକିଆ ଜିଏସ୍ଟି ସ୍ଲାବ ଲାଗୁ ହେବା ପାଇଁ ଯାଉଛି ଚାଷ କାମରେ ବ୍ୟବହାର ହେଉଥିବା ଜିନିଷ ଅର୍ଥାତ୍ ଚାଷ ଉପକରଣ ଉପରେ କେତେ କଣ ଜିଏସ୍ଟି ଲାଗିବା ପାଇଁ ଯାଉଛି। ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସରେ ଜାଣିବା। ଆପଣମାନେ ସବୁ କିଛି ଡିଟେଲ୍ସରେ ଜାଣିପାରିବେ ଯଦି ଆପଣମାନେ এই ଭିଡିଓକୁ ସ୍କିପ୍ ନ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି ତାହେଲେ ଆପଣମାନେ ସମ୍ପୂର୍ଣ୍ଣ ସୂଚନାକୁ ଆପଣମାନେ ଜାଣିପାରିବେ। ସେଥିପାଇଁ ଭିଡିଓକୁ ସ୍କିପ୍ ନ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଆପଣମାନେ ମୋର ଏହି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବା ସହିତ ଭିଡିଓକୁ ଗୋଟେ ଲାଇକ୍ ନିହାତି କରିଦେବେ। ଆଉ ଭିଡିଓରେ କମେଣ୍ଟ କରିବା ସହିତ ଏହି ଭିଡିଓକୁ ବହୁ ମାତ୍ରାରେ ଚାଷୀ ଭାଇମାନଙ୍କ ପାଖକୁ ସେୟାର କରିବାକୁ ଜମାରୁ ଭୁଲିବେନି, ଯାହାଫଳରେ ସେମାନେ ମଧ୍ୟ ଏହି ଖବରଟିକୁ ପାଇ ଉପକୃତ ହୋଇପାରିବେ। ଆପଣମାନେ ସମସ୍ତେ ଏହି ଆର୍ଟିକଲ କିମ୍ବା ଖବରଟିକୁ ଦେଖନ୍ତୁ। ନୂଆ ଜିଏସ୍ଟିରେ କୃଷକଙ୍କୁ ମିଳିବ ଦମଦାର ଲାଭ। ଜାଣନ୍ତୁ କେଉଁ ଜିନିଷରେ କେତେ କମିବ। ଜିଏସ୍ଟି କାଉନସିଲ ଜିଏସ୍ଟି ସିଷ୍ଟମରେ 12% ଏବଂ 28% ଟ୍ୟାକ୍ସ ସ୍ଲାବକୁ ହଟାଇ ଦେଇଛନ୍ତି। ନୂଆ ପରିବର୍ତ୍ତନ 22 ସେପ୍ଟେମ୍ବର 2025ରେ ଲାଗୁ ହେବ। ପ୍ରଥମେ ଜିଏସ୍ଟି ସିଷ୍ଟମରେ ସମୁଦାୟ 4ଟି ସ୍ଲାବ ଲାଗୁ ହୋଇଥିଲା, ଯେମିତିକି ଆପଣମାନଙ୍କର 5%, 12% ଆଉ 18% ଏବଂ 28% ଥିଲା। ତେବେ 22 ସେପ୍ଟେମ୍ବର ପରଠାରୁ ମାତ୍ର 2ଟି ସ୍ଲାବ ଅନୁସାରେ 5% ଆଉ 18% ହିଁ ରହିବ। ଏହା ବ୍ୟତୀତ ଲକ୍ଜରୀ ଏବଂ ସିନ୍ ପ୍ରଡକ୍ଟସ ପାଇଁ 40% ଜିଏସ୍ଟିର ନୂଆ ସ୍ଲାବ ଆରମ୍ଭ ହେବ। ସରକାର ଦେଶର କୋଟି କୋଟି କୃଷକଙ୍କୁ ଦୃଷ୍ଟିରେ ରଖି କୃଷି ଉପକରଣକୁ ମଧ୍ୟ 18% ଜିଏସ୍ଟି ସ୍ଲାବରୁ 5% ସ୍ଲାବରେ ରଖିବାର ଘୋଷଣା କରିଛନ୍ତି। ଦେଖନ୍ତୁ ସରକାର ଚାଷୀମାନଙ୍କୁ ଧ୍ୟାନରେ ରଖି ଆଗରୁ ଯୋଉ ଚାଷ ଉପକରଣ ଉପରେ 18% ଜିଏସ୍ଟି ସ୍ଲାବ ଲାଗୁଥିଲା ତାକୁ ଏବେ 5% ସ୍ଲାବରେ ରଖିବାର ଘୋଷଣା କରୁଛନ୍ତି। ଦେଖନ୍ତୁ ଏହି ଜିନିଷ ଗୁଡିକ ଉପରେ ଏତେ ହ୍ରାସ ହେବ ଜିଏସ୍ଟି। ଟ୍ରାକ୍ଟର ଉପରେ ଜିଏସ୍ଟି 12%ରୁ ହ୍ରାସ ହୋଇ 5% କରାଯାଇଛି। ଟ୍ରାକ୍ଟର ଏବଂ କୃଷି ଉପକରଣ ଗୁଡିକରେ କମ୍ ଜିଏସ୍ଟି କୃଷକଙ୍କ ପାଇଁ ମେସିନକରଣକୁ ଅଧିକ ଆଶ୍ୱସ୍ତି ପ୍ରଦାନ କରିବ। ଟ୍ରାକ୍ଟର ସାମଗ୍ରୀ ଯେମିତିକି ଟ୍ରାକ୍ଟର ଟାୟାର ଏବଂ ଟ୍ୟୁବ, ଟ୍ରାକ୍ଟର ପାଇଁ ହାଇଡ୍ରୋଲିକ୍ ପମ୍ପକୁ ମଧ୍ୟ 18%ରୁ ହଟାଇ 5% ସ୍ଲାବରେ ରଖାଯାଇଛି। ତାପରେ କେନ୍ଦୁପତ୍ର ଉପରେ ଜିଏସ୍ଟିର ଦର 18% ହ୍ରାସ କରାଯାଇ 5% ମଧ୍ୟ କରାଯାଇଛି। ବାଣିଜ୍ୟିକ ମାଲବାହୀ ଯାନ ଯେମିତିକି ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ ଉପରେ ଜିଏସ୍ଟି 28%ରୁ ହ୍ରାସ କରାଯାଇ 5% କରାଯାଇଛି। 15 HP ପର୍ଯ୍ୟନ୍ତ ଫିକ୍ସଡ ସ୍ପିଡ୍ ଡିଜେଲ ଇଞ୍ଜିନ୍, ଧାନକଟା ମେସିନ୍, କମ୍ପୋଷ୍ଟିଂ ମେସିନ୍ ଆଦି ଉପରେ ଜିଏସ୍ଟି 12%ରୁ ହ୍ରାସ କରି 5% କରାଯାଇଛି। ସୌରଶକ୍ତି ଆଧାରିତ ଉପକରଣଗୁଡ଼ିକ ଉପରେ ଜିଏସ୍ଟି 12%ରୁ ହ୍ରାସ କରାଯାଇ 5% ମଧ୍ୟ ରଖାଯାଇଛି। ଶସ୍ତା ସୌରଶକ୍ତି ଆଧାରିତ ଉପକରଣଗୁଡ଼ିକ ଉପରେ ଭଡ଼ା କମିବ। 12ଟି ଜୈବ କୀଟନାଶକ ଏବଂ ଅନେକ ସୂକ୍ଷ୍ମ ପୋଷକ ତତ୍ତ୍ୱରେ ଜିଏସ୍ଟି 12%ରୁ ହ୍ରାସ ହୋଇ 5% କରାଯାଇଛି। ସଂରକ୍ଷିତ ପନିପରିବା, ଫଳ ଉପରେ 12%ରୁ ହ୍ରାସ କରାଯାଇ 5% କରାଯାଇଛି। ଏଥିରେ କୋଲ୍ଡ ଷ୍ଟୋରେଜ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧିରେ ନିବେଶକଙ୍କୁ ପ୍ରୋତ୍ସାହିତ କରିବ। କ୍ଷୀର ଏବଂ ପନିର ଉପରେ ଜିଏସ୍ଟି ଲାଗିବ ନାହିଁ। ଦେଖନ୍ତୁ କ୍ଷୀର ଆଉ ପନିର ଉପରେ କୌଣସି ଜିଏସ୍ଟି ଲାଗିବ ନାହିଁ। ଲହୁଣୀ ଘିଅ ଉପରେ 12% ସ୍ଥାନରେ 5% ଜିଏସ୍ଟି କରାଯାଇଛି। କ୍ଷୀର ଡ୍ରମ୍ ଉପରେ ଜିଏସ୍ଟି 12% ହ୍ରାସ କରାଯାଇ 5% କରାଯାଇଛି। ସଂରକ୍ଷିତ ମାଛ ଉପରେ ଜିଏସ୍ଟି 12%ରୁ ହ୍ରାସ କରାଯାଇ 5% କରିଦିଆଯାଇଛି, ଯେଉଁଥିରେ ସାରା ଦେଶରେ କୃଷି ଏବଂ ବିଶେଷ ଭାବେ ମାଛ ପାଳନକୁ ପ୍ରୋତ୍ସାହନ ମିଳିବ। ମହୁ ଉପରେ 18% ହ୍ରାସ ପାଇ 5% କରାଯାଇଛି। ପ୍ରାକୃତିକ ମହୁ ଉପରେ ଜିଏସ୍ଟି କମିବ। ଏହି ପ୍ରାକୃତିକ ମହୁର ମୁଖ୍ୟ ଉତ୍ପାଦନ ଅର୍ଥାତ୍ ମହୁମାଛି ଚାଷୀ, ଆଦିବାସୀ ଏବଂ ଗ୍ରାମୀଣ ଏସ୍ଏଚ୍ଜିକୁ ଲାଭବାନ କରିବ।